ए दुई चाउଳ ବସ୍ତା ବହୁତ ଭାରି। ମୁଁ ଏବେ କେମିତି ଏ 2 ବସ୍ତା ଧରି ଘରକୁ ଯିବି? ଏଇ ତ ଆଗରେ କାଉ ଯାଉଛି, ମୁଁ ତାକୁ ସାହାଯ୍ୟ ମାଗି ଦେଖେ। କାଉ, ଏ କାଉ, ମୋ କଥା ଟିକେ ଶୁଣିଯା, ମତେ ଟିକେ ସାହାଯ୍ୟ କର। କାଉ, ଏ କାଉ, ଆରେ ମୋ କଥା ଟିକେ ଶୁଣୁ। କଣ ହେଲା ବୁଢୀ ମା, ଏମିତି ଚିତ୍କାର କରି ମତେ କାହିଁକି ଡାକୁଛ? ମୁଁ କେତେ ଜରୁରୀ କାମରେ ଯାଉଥିଲି, ମୋ ସମୟ ନଷ୍ଟ କରିଦେଲ। ମୁଁ ତୁମକୁ ସାହାଯ୍ୟ କରିପାରିବିନି। ଯାଅ ଯାଅ, ଆଉ କାହାକୁ ଡାକ। ଏମିତି ରାଗି କାଉ ସେଠାରୁ ଚାଲିଗଲା। ବୁଢୀ ଚଢ଼େଇ ତା ବସ୍ତା ଉଠିବାକୁ ଚେଷ୍ଟା କଲା, ହେଲେ ପାରିଲାନି। ସେତେବେଳେ ସେ ରାସ୍ତାରେ ଚଢ଼େଇ ଯାଉଥିଲା। ସେ ବୁଢୀ ଚଢ଼େଇକୁ ଦେଖି ତାକୁ ସାହାଯ୍ୟ କଲା, ଆଉ ତାର 2 ଚାଉଳ ବସ୍ତା ତା ଘରେ ପହଞ୍ଚେଇ ଦେଲା। ସନ୍ଧ୍ୟା ସୁଦ୍ଧା ମୁଁ ଘରକୁ ଫେରିବାକୁ ଚାହୁଁଥିଲି, ହେଲେ 2 ଚାଉଳ ବସ୍ତା ଏତେ ଭାରି ଥିଲା ଯେ ମୁଁ ଉଠେଇକି ଆସିପାରୁନଥିଲି। ହାରେ ମା, ତୁ ଆଜି ମତେ ସାହାଯ୍ୟ କରି ମୋର ବହୁତ ବଡ଼ ଉପକାର କଲୁ। ଏଇ କିଛି ଖାଇବା ନେ, ଏଥିରେ 2ଟି ରୁଟି ଆଉ କିଛି ତରକାରୀ ଅଛି, ତତେ ଭୋକ ଲାଗିଲେ ଖାଇନେବୁ। ଆଚ୍ଛା ଠିକ ଅଛି ବୁଢୀ ମା, ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତି କହି ଚଢ଼େଇ ତା ଘରକୁ ଯାଉଥିଲା। ହଠାତ୍ ସେ କାନ୍ଦିବାର ସ୍ୱର ଶୁଣି ଅଟକି ଗଲା, ଆଉ ସେଠାକୁ ଗଲା। ଆରେ ପାରା ଭାଇ, ତୁମେ ଏଠି, ଆଉ ତୁମେ କାନ୍ଦୁଛ କାହିଁକି? ଚଢ଼େଇ, ମୁଁ କାମ ଖୋଜିବାକୁ ଯାଇଥିଲି, ହେଲେ କିଛି ବି କାମ ପାଇଲିନି। ଘରେ ମୋର କିଛି ବି ଖାଇବା ନାହିଁ। ବୁଝିପାରୁନି ଚଢ଼େଇ, ଏବେ ମୁଁ କଣ କରିବି? ଆଉ ଚିନ୍ତା କରନି ପାରା ଭାଇ, ମୋ ପାଖରେ କିଛି ଖାଇବା ଅଛି। ଏଇ ନିଅ, ଏଇ ଖାଇବା ନେଇ ଏବେ ଘରକୁ ଯାଅ। ତୁମେ ମନ ଦୁଃଖ ନ କରି ଚେଷ୍ଟା କରୁଥାଅ, କେବେ ନା କେବେ ନିଶ୍ଚୟ କାମ ପାଇଯିବ। ଚଢ଼େଇ ପାରାକୁ ତା ଖାଇବା ଦେଇ ଚାଲିଗଲା। ଚଢ଼େଇ ଯାହାକୁ ବି ବିପଦରେ ପଡୁଥିବାର ଦେଖୁଥିଲା, ତାକୁ ସାହାଯ୍ୟ କରୁଥିଲା। ଏମିତି ଗୋଟେ ଦିନ, ଚୁଡ଼ି ନିଅ, ଚୁଡ଼ି, ରଙ୍ଗୀନ ରଙ୍ଗୀନ ଚୁଡ଼ି। ମୋ ପାଖରେ ଅନେକ ରଙ୍ଗର ଚୁଡ଼ି ଅଛି, ନାଲି, ନୀଳ, ହଳଦିଆ। ଚୁଡ଼ି ନିଅ, ଚୁଡ଼ି। ମା ମା, ଲାଗୁଛି ଚୁଡ଼ି ବାଲା ଆସିଛି। ମୋ ପାଖରେ ତ ଭଲ ଭଲ ଚୁଡ଼ି ନାହିଁ, ମତେ ଗୋଟେ ହଳ ରଙ୍ଗୀନ ଚୁଡ଼ି କିଣିଦିଅ ନା ମା। ଦେଖ ମା, ଏମିତି ଅସମୟରେ ଜିଦ୍ କରନି। ମୋ ପାଖରେ ଏବେ ଟଙ୍କା ନାହିଁ, ମୁଁ ଚୁଡ଼ି କିଣି ପାରିବିନି। ଦେଖୁଛୁ ତ ମୁଁ ରୋଷେଇ କରୁଛି, ମତେ ଏମିତି ବିରକ୍ତ କାହିଁକି କରୁଛୁ କହିଲୁ? ତୁମେ ବହୁତ ଖରାପ, ମୋର କେବେ କିଛି ଇଚ୍ଛା ପୁରା କରନି। ମୁଁ ଆଉ ଏ ଘରେ ରହିବିନି। ଆରେ ଆରେ, ତୁ କୁଆଡେ ଯାଉଛୁ? ରହ କହୁଛି। ଓହୋ, ଏଇ ଛୁଆଟାକୁ ମୁଁ ଆଉ ପାରିବିନି, ଦିନକୁ ଦିନ ଭାରି ଜିଦିଆ ହେଇଗଲାଣି। କାଉ ଛୁଆ ଉଡି ଉଡି ଦୂରକୁ ଚାଲିଗଲା। ସେ ରାଗରେ ଗୋଟେ ଲମ୍ବା ଗଛ ଉପରେ ଯାଇ ବସିଲା। ଠିକ ସେହି ସମୟରେ ଜୋର ଜୋରେ ପବନ ବହିଲା। ପବନର ବେଗରେ ଗଛ ଗୁଡ଼ିକ ବି ହଲିଲା। ଗଛ ଉପରେ କାଉ ଛୁଆ ବସିଥିଲା, ସେ ଆଉ ତଳକୁ ଆସିପାରିଲାନି। ଏ କଣ ହେଉଛି? ଗଛଟା ଏମିତି ହଲୁଛି କାହିଁକି? ପବନ ବି କେତେ ଜୋରେ ବହୁଛି। ମୁଁ ଏବେ କେମିତି ତଳକୁ ଯିବି? ଏ ଗଛ ଉପରକୁ ଆସି ମୁଁ ବହୁତ ବଡ଼ ଭୁଲ କରିଦେଲି। ମା, ମା, ମତେ ବଞ୍ଚାଅ। ଆରେ ଆରେ, ଏ କଣ ହେଇଗଲା? କେତେ ଜୋରେ ପବନ ବହୁଛି। ମୋ ଝିଅ ଗଛ ତଳକୁ ଏବେ କେମିତି ଆସିବ? ଏ ଭଙ୍ଗା ଡେଣା ନେଇ ମୁଁ ଉଡି ବି ପାରୁନି, କେମିତି ମୋ ଝିଅ ପାଖକୁ ଯିବି? କେହି ସାହାଯ୍ୟ କର, ମୋ ଝିଅକୁ ଗଛରୁ ଓହ୍ଲେଇ ଆଣ। ଆରେ କାଉ ଭଉଣୀ, ତୁମ ଝିଅ ସେ ଗଛ ଉପରେ କଣ କରୁଛି, ଆଉ ତୁମେ ତାକୁ ଓହ୍ଲେଇ କାହିଁକି ଆଣୁନ? ଆରେ ଚଢ଼େଇ, ମୋ ଝିଅ ରାଗରେ ସେ ଗଛ ଉପରେ ଚଢିଗଲା, ହେଲେ ଏ ପବନ ପାଇଁ ସେ ଆଉ ଓହ୍ଲେଇ ପାରୁନି। 2 ଦିନ ହେଲାଣି ମୋ ଡେଣା ଭାଙ୍ଗି ଯାଇଛି। ଏ ଭଙ୍ଗା ଡେଣାରେ ମୁଁ ଉଡି ବି ପାରୁନି। ମୁଁ କେମିତି ମୋ ଝିଅକୁ ଆଣିବି? ତୁମେ ଚିନ୍ତା କରନି କାଉ ଭଉଣୀ, ମୁଁ ଏବେ ଯାଉଛି ତୁମ ଝିଅକୁ ତଳକୁ ନେଇ ଆସିବି। ମୁଁ ଆଗ ଗୋଟେ ଝୁଡ଼ି ନେଇ ଆସେ। ଏମିତି କହି ଚଢ଼େଇ ଗୋଟେ ଝୁଡ଼ି ଧରି କାଉ ଛୁଆ ପାଖକୁ ଗଲା। ସେ କାଉ ଛୁଆକୁ ଝୁଡ଼ିରେ ରଖି ତଳକୁ ଆଣୁଥିଲା। ହଠାତ୍ ସେହି ସମୟରେ ଗଛର ଗୋଟେ ଡାଳ ଭାଙ୍ଗି ଆସି ଚଢ଼େଇ ଉପରେ ପଡ଼ିଲା। ଚଢ଼େଇ ଆଉ କାଉ ଛୁଆ ତଳେ ପଡ଼ିଗଲେ। ଆରେ ଆରେ, ମୋ ଝିଅ ତ ଠିକ ଅଛୁ ତ ମା? ଯାହା ହଉ, ମୋ ଝିଅର କିଛି ହେଲାନି। ତୋ ପାଇଁ ମୋର ଭାରି ଚିନ୍ତା ହେଉଥିଲା। ଚାଲ ମା, ଘରକୁ ଯିବା।
ମୁଁ ଉଠି ପାରୁନି। ମୋ ଡେଣା ଦୁଇଟା ଭାଙ୍ଗି ଗଲା ପରି ଲାଗୁଛି। କାଉ ଭଉଣୀ, ମତେ ଟିକେ ସାହାଯ୍ୟ କର। ମୁଁ ଜମା ବି ହଲି ପାରୁନି। ଚୁପ୍ କର ବଦମାସ। ମୋ ଝିଅକୁ ତଳକୁ ଆଣିବୁ କହି ତାକୁ ଉପରୁ ଫିଙ୍ଗି ଦେଲୁ। ମୋ ଝିଅର କିଛି ହେଲାନି କହ, ନହେଲେ ମୁଁ ତତେ ଛାଡି ନଥାନ୍ତି। ଆଉ ତୁ ମତେ ସାହାଯ୍ୟ ମାଗୁଛୁ? କେବେ ନୁହଁ, ମୁଁ ତତେ ଜମା ବି ସାହାଯ୍ୟ କରିବିନି। ପଡିଥା एमिती। अय संक्या, काल आबा गेले पुन्हा वयाच्या भानाचं नाही म्हाताऱ्याला. रेड बसवर तिकीट स्वस्त मिळते म्हणून का महाराष्ट्रभर फिरत राहायचं? पट्या आबा गेले. 50 डिस्काउंट साठी बुक करा रेड बस वर. स्वस्त आणि मस्त फिरा महाराष्ट्रभर. माझी बस म्हणजे रेड बस. सीखो ऐप डाउनलोड करो और फ्लुएंट इंग्लिश बोलना सीख लो। इंस्टॉल नाउ पे क्लिक करो और अभी सीखो ऐप डाउनलोड करो। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ମୋର ଏମିତି ଅବସ୍ଥା ହେଇଗଲା। ନିଜ ଜୀବନକୁ ବାଜି ଲଗେଇ ମୁଁ କାଉ ଛୁଆକୁ ରକ୍ଷା କଲି। ହେଲେ କାଉ ଭଉଣୀ ଏତେ ସ୍ୱାର୍ଥପର, ମତେ ସାହାଯ୍ୟ ନ କରି ଚାଲିଗଲେ। ମତେ ଭାରି କଷ୍ଟ ହେଉଛି। ଏବେ ମୁଁ କେମିତି ଏ ଭଙ୍ଗା ଡେଣା ନେଇ ଘରକୁ ଯିବି? ଏମିତି ଚଢ଼େଇ ଯନ୍ତ୍ରଣାରେ କଷ୍ଟ ପାଉଥିଲା। ହଠାତ୍ ସେହି ସମୟରେ ବର୍ଷା ଆରମ୍ଭ ହେଇଗଲା। ଆରେ ବାଃ, ବାହାରେ କେତେ ସୁନ୍ଦର ବର୍ଷା ପଡୁଛି। ଏ ବର୍ଷାକୁ ମୁଁ ଅନେକ ଦିନରୁ ଜଗିଥିଲି। ଯାଏ ବର୍ଷାରେ ଟିକେ ଭିଜି ଆସେ। ବାଃ, କେତେ ସୁନ୍ଦର ବର୍ଷା ପଡୁଛି। ଅନେକ ଦିନ ପରେ ବର୍ଷାରେ ଭିଜିକି ଭାରି ଶାନ୍ତି ଲାଗୁଛି। ଭାରି ଉପକାର କରୁଥିଲୁ ନାଇଁ ଚଢ଼େଇ? ତୁ ଜାଣୁ କାଉ ସମସ୍ତଙ୍କୁ ହଇରାଣ କରେ, କାହାକୁ ବି ସାହାଯ୍ୟ କରେନି। ଆଉ ତୁ ତାକୁ ସାହାଯ୍ୟ କରିବା ପାଇଁ ଗଲୁ, ଏବେ ପାଇଲୁ ଫଳ। ତୁ କାଉକୁ ସାହାଯ୍ୟ କଲୁ ମାନେ ତତେ ଏଇ ଜଙ୍ଗଲରେ କେହି ବି ସାହାଯ୍ୟ କରିବେନି। ତୁ ଏବେ ଏମିତି ପଡିଥା। ଏମିତି କହି ମିଟୁ ସେଠାରୁ ଚାଲିଗଲା। କେହି ବି ଚଢ଼େଇକୁ ସାହାଯ୍ୟ କରୁନଥିଲେ। ଏସବୁ ଦୂରରୁ ପରି ଦେଖୁଥିଲା। କଥା କଣ, ସେ ଆହତ ଚଢ଼େଇକୁ କେହି ସାହାଯ୍ୟ ନ କରି ଏମିତି ଚାଲି ଯାଉଛନ୍ତି କାହିଁକି? ଘଟଣା କଣ? ମୁଁ ସେ ଚଢ଼େଇକୁ ଯାଇ ଥରେ ପଚାରି ଦେଖେ। ଆରେ ଚଢ଼େଇ, ତତେ କେହି ସାହାଯ୍ୟ କରୁନାହାନ୍ତି କାହିଁକି? ତୁ କଣ କିଛି ଅନ୍ୟାୟ କାମ କରିଥିଲୁ? ନା ନା ପରି, ମୁଁ କିଛି ଅନ୍ୟାୟ କାମ କରିନି। ମୁଁ ତ ଜଣଙ୍କର ଉପକାର କଲି। ତାକୁ ଉପକାର କରିବାଟା ହିଁ ମୋର ଭୁଲ ହେଇଗଲା। ମାନେ ତୁ କଣ କହୁଛୁ ଚଢ଼େଇ? ମୁଁ କିଛି ବି ବୁଝିପାରୁନି। ଚଢ଼େଇ ପରୀକୁ ସବୁ ଘଟଣା କହିଲା। ଏ ସବୁ କିଛି ଘରେ ଥାଇ ଝରକା ପଟୁ କାଉ ବି ଦେଖୁଥିଲା। ବାଃ ବାଃ ପରୀ, ଏ ଚଢ଼େଇ ପାଖକୁ ପରୀ ଆସିଛି। ବଢିଆ ସୁଯୋଗ। କେହି ପରୀକୁ ଦେଖିବା ଆଗରୁ ମୁଁ ଏ ପରୀ ପାଖକୁ ଯାଏ ଆଉ ମୋର ସବୁ ଇଚ୍ଛା ପୁରା କରିନିଏ। ହେଲେ ଏବେ ତ ବର୍ଷା ପଡୁଛି। ଏ ଭଙ୍ଗା ଡେଣାରେ ମୁଁ ପରୀ ପାଖକୁ କେମିତି ଯିବି? ନା ନା, ଯେତେ କଷ୍ଟ ହେଉ ପଛେ ମୁଁ ଆଜି ପରୀ ପାଖକୁ ଯାଇକି ରହିବି। ଚଢ଼େଇ, ତତେ କେହି ସାହାଯ୍ୟ ନ କଲେ ବି ମୁଁ ତତେ ସାହାଯ୍ୟ କରିବି। ମୁଁ ଏବେ ତ ଡେଣାକୁ ଠିକ କରିଦେଉଛି। ବାଃ ପରୀ, ତୁମେ ଦେଖିବାକୁ କେତେ ସୁନ୍ଦର। ଆଉ ତୁମର କେତେ ଶକ୍ତି। ଗୋଟେ ଥରରେ ଚଢ଼େଇକୁ ଠିକ କରିଦେଲ। ମୁଁ ତ ତୁମର ପ୍ରଶଂସା ନ କରି ଆଉ ରହିପାରୁନି। ଚୁପ୍ କର କାଉ ଭଉଣୀ, ତୁମେ ଜଣେ ସ୍ୱାର୍ଥପର। ମୁଁ ତୁମକୁ ସାହାଯ୍ୟ କଲି, ଅଥଚ ତୁମେ ମତେ ଅବହେଳା କଲ। ଏଇ ଚଢ଼େଇ, ତୁ ଆଉ ବେଶୀ କଥା କହନି। ମୁଁ ପରୀ ସହ ଏବେ କଥା ହେଉଛି। ମୁଁ ପରୀକୁ ଗୋଟେ ଦରକାରୀ କଥା କହିବାକୁ ଆସିଛି। ତୁ ଆମକୁ ଡିଷ୍ଟର୍ବ କରନି। ଦରକାରୀ କଥା? ଆଚ୍ଛା ହଉ, କହ ତୁ କଣ ଦରକାରୀ କଥା କହିବାକୁ ଆସିଛୁ? ପରୀ, ତୁମେ ତ ଯାଦୁ ଜାଣ। ମୋର ଅନେକ ଦିନର ଇଚ୍ଛା ସୁନା ପିନ୍ଧିବାକୁ। ମୋ ବେକକୁ ଗୋଟେ ମୋଟା ସୁନା ହାର ଆଉ ମୋ ହାତକୁ ଦୁଇଟି ସୁନା ଚୁଡ଼ି ଦିଅ। ମୁଁ ସୁନା ପିନ୍ଧି ପୁରା ଜଙ୍ଗଲରେ ବୁଲିବି। ଆଉ ହଁ ପରୀ, ମତେ ଗୋଟେ କଳସୀ ସୁନା ଟଙ୍କା ବି ଦିଅ, ଯେମିତି ମୁଁ ସମସ୍ତଙ୍କଠୁ ଅଧିକ ଧନୀ ହେଇଯିବି। ଆଚ୍ଛା, ତତେ ତାହେଲେ ସୁନା ଦରକାର ନା? ରହ, ମୁଁ ଏବେ ତତେ ସୁନା ଦେଉଛି। ଆରେ ମରିଗଲି ରେ ମରିଗଲି। ସାପ ମୋ ବେକରେ ଝୁଲୁଛି। ଇଏ ତୁମେ କଣ କଲ ପରୀ? ମୋର ସୁନା ଦରକାର ନାହିଁ, ମତେ ଛାଡ଼ି ଦିଅ। ସାପ ଭୟରେ କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଏସବୁ ଦେଖି ପରୀ ଆଉ ଚଢ଼େଇ ଅନେକ ହସିଲେ। ଠିକ ହେଇଛି, ଏ ଦୁଷ୍ଟ କାଉ ଉଚ୍ଚ ଶିକ୍ଷା ପାଇଲା।
ଏ କଣ ପରି ମୋ ବେକରେ ସୁନାହାର? ଏ ସୁନାହାର ତ ଭଲ କାମର ପୁରସ୍କାର। ଚଢ଼େଇ ତୁ ବହୁତ ଭଲ କାମ କଲୁ। ମୁଁ ତ ଗୁଣ ଦେଖି ଅନେକ ଖୁସି। ଯଦି କେବେ ବିପଦରେ ପଡ଼ିବୁ ମତେ ମନେ ପକେଇବୁ। କେହି ତତେ ସାହାଯ୍ୟ ନ କଲେ ବି ମୁଁ ନିଶ୍ଚୟ ତୋ ପାଖକୁ ଆସିବି। ଆଚ୍ଛା ଠିକ ଅଛି ପରି, ତୁମକୁ ବି ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଉପହାର ପାଇଁ। ତାପରେ ପରି ସେଠାରୁ ଚାଲିଗଲା। ଚଢ଼େଇ ବି ଖୁସି